ଜୟଜନ ସାଙ୍ଗମାନେ ଆଜି ଆମେ ଦି ଜଣ ଘରେ ଏକୁଟିଆ ଥିଲୁ ତ ମା ଘରେ ନଥିବାରୁ ଟିକେ ରୋଷେଇବାସ କରିବାକୁ ହଇରାଣ ତା ଦେହରେ ପୁଣି ଆମର ଆଜି ଗ୍ୟାସ୍ ସରିଯାଇଛି ତ ଗ୍ୟାସ୍ ସରିଯାଇଛି ରୋଷେଇ ପାଇଁ ତ ବହୁତ ସାରା ହଇରାଣ ତ ରୁଟି ଫୁଟି ତ ବଗେରା ଏସବୁ କରିବା ତ ବହୁତ କଷ୍ଟ ତ ଭାବିଥିଲୁ ଚାଉମିନ କରିଦେବୁ ବାବାରେ ଚାଉମିନ କରି ଆଜି ତ ଆମେ ବସିଛୁ ହିଁ ବସିଥିବୁ ଦୁଇ ଜଣ ଯାକ କାରଣ ଉପର ତଳ ହେଇକି ଆମର ଗୋଡ଼ ହାତ ପୁରା ବିନ୍ଧା ହେଇଛି ତ ଚାଲନ୍ତୁ ଦେଖିବା ରୂପା ଏବେ ପରିବାପତ୍ର କାଟିକି ପୁରା ରେଡ଼ି କରିଦେଲାଣି ଆଉ ଆମେ ଚାଲ ଦେଖିବା ରୂପା କ'ଣ ଆଜି ଚାଉମିନ କେମିତି କ'ଣ ବନାଉଛନ୍ତି ତ ତଳେ ଇଣ୍ଡକ୍ସନରେ ମୁଁ ଚାଉମିନ ସିଝାଇଥିଲି ଆଉ ରୂପା ଉପରେ ପରିବା ତ ଚାଲ ଦେଖିବା ମୋ ସାଙ୍ଗେ କଜିଆ ଲଗାଉଛି ଏଠି ପରିବା ନ କାଟିକି ମୋ ସାଙ୍ଗେ କଜିଆ ଲାଗୁଛି କିରେ କଢ଼େଇଟା कढ़ाई देखो मो गौर से देखो मु जूम कर रही हूँ गौर से देखो इसे ठीक से देखो ठीक से ना भूल से देखो भूल से बस नहीं परिया काटुची चाउमिन करके दब खाइक आज मत राति 9टा है चाउमिन दब मु खाइबी अनेक आंगड़ी कर ना मु खाइबी कल सका उठे नब 6टा बेलू 5टा बेलू के हम 6टा बेलू नब मन कर मन पकड़लुन हेलमेट आना सका पुलिस रोज देखो आम टमाटर कटा है टमाटर शुंठी तू गदा टमाटर आग मेचे पकड़ लंका लंका भूली गलु बोधे राग हो चाउमिन रूपा सब परियापत्र कटाकटी सारीदे तो मुझे जाऊँ मसला वगैरह सब जोगाड़ी ऊपर नहीं देदेवी तो चलतु जा उपरको तो आम परियापत्र पर रेडी आम ए जाऊँ उपरको रूपा तो अलरेडी पलैली उपरको तो मुझे जाऊँगी ऊपर जाकि सब परियापत्र हरिका नहीं सब जोगाड़ी पाखक देदेवी आ सी तार सब परियापत्र से तार जोगाड़ ऊपर आमर जेहतु छात घर तो चुली तले तो ना गैस से तो सजाई तो चुली रोसे करूँ तो उपरको आसिक देखला बेलू चुली माँ नहीं से कड़ाई रखीदे तो चल चुली हरिया कड़ाकड़ी करवा और परियापत्र सब जोगाड़ी आम कम आरंभ करवा तो रूपा ये चुली जाल फाल सब खोजाखोजी कर तो चुली आमर रूपा आसिक थोदे आम चुली आसी और सामान पत्र भी ये आसी जाइए रूपा तार जाल काढ़ा लगी लगे जाऊँ चुलीटा चुली लगे ना माँ मोर सीमेंट चुली कर हाँ तेल धरी पे देखा हाँ दे छोटा हाँ ये दे देखो चिन्नू को कहली चुली लगे दे से लगौच 1.5 घंटा है कौन करी चुली लगे ना चाउमिन हम खेचेड़ा कौन सागे लगे आनिली खेची से एत देलु से लिभिगला हाथ गोटे सैड्रे पड़गला हाथ दास पड़ एत कहू ना ये कौन कि जाल ये जाल अच्छी पतर उपेर अच्छी जाल फेसियल कर जान पार्लर वाला ब्लॉगर मैंने जान देखो ब्लॉग से पत्र आनी से पत्र से जो पत्र नड़िया पत्र जला तेल धरी आउला खंडे अच्छी से बाहरुनी तले अच्छे आदि खंडे तेल नहीं आसू गाइला हो ना किरोसिन नहीं किरोसिन चुली आम जल एटा पकई हाँ बस जाओ फाइनाली आम चुली जलीगला चुली रोषे करा केते कष्ट बसा कड़े बसा
ରହ ସେଠି ଜଳୁ ଘର ଟିକେ ବଡ଼ ସୁଧୁକୁ ଇଏ ଜଳୁଛି ଏତେ ମଛୁ ବହୁତ ମଛୁ ପାରିବୁନୁ ବଡ଼ ଆଣୁଥିଲି ହେଲାନି ଆଉ ତୁ କୋଉଠି ପାରିବୁ ଏଇଟା ରହିଯିବ ତ ପକେଇଛୁ ନା ନାଇଁ ଭଲ ଫୁଙ୍କୁଛ ଖାଲିଟା ଫୁଙ୍କୁଥିଲି ଫୁଙ୍କ ବଢ଼ିଆ ହେଲା ଆଉ କ'ଣ ଫର୍ଚୁନ୍ଟା ପକେଇଦେଲି ସେ ତା ଦେହରେ ଲାଗିଯିବ ବଢ଼ିଆ ହେବ କିଛି କାମ ନାହିଁ ତ ହଁ ଚାଉମିନ ପକେଇଦେବା ପାଣିରେ ହଁ ଚାଉମିନଟା ହେଇଯାଇଛି ବଢ଼ିଆ ସେ ପାଣିରେ ପକେଇ ଦେଇଛି ଆଉ ଛାଦ ରସୁଣ ସେ ଫୁଟିଗଲେ ବତୁରି ଯିବ ଫୁଟିବା ପାଇଁ ଛାଡ଼ିଦେବା ଧୀରେ ପୁରା ନରମ ହୋଇଯିବ ଚାଉମିନଟା ଟାଣ ଅଛି ଏବେ ଟମାଟୋ ପକେଇଦେ ଲଙ୍କା ଗୁଣ୍ଡଟା ପକେଇଦେ ମସଲା ପକେଇ ତାକୁ କୋବି ପକେଇଦେବୁ ସିଆଡ଼େ ପୁଣି ସିଝିଯିବ ଅଧିକ ପକେଇଦେବୁ
ଆମେ ୟାକୁ ଏବେ ସିଝେଇବା ପାଇଁ କିଛି ସମୟ ଛାଡ଼ିଦେବା, ଏମିତି ଭଲ ଭାବେ ଟିକେ ହାଲକା ହାଲକା ସିଝିଯିବ। ତ ଘରେ ଯେହେତୁ କରିଛେ ଆମେ ଟିକେ ହାଲକା ସିଝେଇବା ତ ବଞ୍ଚାହେ, ଟିକେ ଘରେ ଆମେ ହାଲକା ତାକୁ ସିଝେଇ ଥାଉ, କାରଣ ଏଇଟା ଟିକେ ସିଝିଲେ ଭଲ ଲାଗିଥାଏ। ଯେଉଁଟାକି ଆମେ ମାର୍କେଟରେ ଖାଇଥାଉ କଞ୍ଚା କଞ୍ଚା ଲାଗିଥାଏ, ଆଇଗିଣା ଲାଗିଥାଏ, କିନ୍ତୁ ଘରେ ତ ଆମେ ଏଇଟା ହାଲକା ସିଝେଇ ପାରିବା। ତ ଘରେ ବହୁତ ହାଇଜିନ୍ ତରିକାରେ ଆମେ ଘରେ ବନେଇ ପାରିବା, ଆଉ ଟିକେ ହେଲ୍ଦି ବି ହେଇଥାଏ। ଚାଉମିନ୍ ତ ହେଲ୍ଦି ନୁହେଁ ମଇଦା, କିନ୍ତୁ ଘରେ ବନେଇଲେ ଟିକେ ହାଇଜିନ୍ ହେଇଥାଏ, ସେଥିପାଇଁ ଟିକେ ଭଲ ଲାଗିଥାଏ ଘରେ ଖାଇବା ପାଇଁ ଚାଉମିନ୍। କିନ୍ତୁ ବାହାର ଚାଉମିନ୍ ମୋତେ ଜମା ବି ପସନ୍ଦ ନୁହଁ। ତ ଭଲ ତ ଲାଗେନି ଧୀରେ ଧୀରେ ଲାଗେ, ତା ଦେହରେ ପୁଣି ଅନହେଲ୍ଦି ଅସନା ମସନା ବି ବହୁତ କରନ୍ତି, ତ ମୋତେ ସେଥିପାଇଁ ଜମା ବି ପସନ୍ଦ ନୁହଁ। ତ ଘରେ ଆମେ ଚାଉମିନ୍ ପ୍ରାୟ ଟାଇମ୍ ବନେଇକି ଖାଉ, ମ୍ୟାଗି ଚାଉମିନ୍ ଆଉ ଚାଉମିନ୍ ବନେଇକି ବହୁତ ସାରା ଖାଇବାକୁ ଭଲ ଲାଗେ। ତ ପରିବା ବହୁତ ସାରା ଆମେ ପକାଇଥାଉ, ପରିବା ପକାଇକିନି କରିବାକୁ ତ ବହୁତ ହି ପସନ୍ଦ ମୋତେ। ତ ଆଜି ଯେହେତୁ ଚୁଲିରେ ରୋଷେଇ ହେଉଥିଲା ତ ରୂପା ଉପରକୁ ଆସିଥିଲେ, ମୁଁ ଆ ଦେହରେ ମିଲ୍ ମେକର୍ ବି ଆଡ଼୍ କରିଥିଲି, ଯେଉଁଟାକି ତଳେ ଯେତେବେଳେ ମୁଁ ଚାଉମିନ୍ ସିଝାଉଥିଲି ଇଣ୍ଡକ୍ସନ୍ରେ, ତ ସେତେବେଳେ ମୁଁ ତା ଦେହରେ ମିଲ୍ ମେକର୍ ବି ଭାଜି ନେଇଥିଲି ସେତିକିବେଳେ ସେଇଠି। ତ ତାକୁ ଆମେ ଏଥିରେ ପକାଇ ଦେଇଥିଲୁ। ତ ରୂପା ଦେଖିପାରୁଥିବେ ଚାଉମିନ୍ ପକାଇକି ତାକୁ ଆଉ ଟିକେ ଘାଣ୍ଟି ଦେଉଛନ୍ତି। ତ ଲୁଣ ଠିକ୍ ଅଛି ନା ଦେଖିବା ପାଇଁ ଟିକେ ହାଲକା ଆଉ ଟିକେ ଚାଖି ଦେଇଥିଲୁ, କାରଣ ଲୁଣ ପକାଇଥିଲା ରୂପା ପରିବାରେ, କିନ୍ତୁ ଅଧିକା ହେଇଯିବ କି କମ୍ ହେଇଯିବ ଜାଣିପାରିନଥିଲୁ। ତ ଆମେ ସେଥିପାଇଁ ଆ ଦେହରେ ଟିକେ ଲୁଣ ଆଡ଼୍ କରିଦେବା। ତ ଆମେ ତଳକୁ ଗଲେ ତା ଦେହରେ ସକ୍ସ ବଗେରା ପକାଇକି ଖାଇବା, କାରଣ ଭାଇ ଜମା ବି ସସ୍ ଖାଇବା ଭଲ ପାଏନି, ତ ସକ୍ସ ଆ ଦେହରେ ମୁଁ ଜମା ବି ଆଡ଼୍ କରିନି ସେଥିପାଇଁ। ଆଉ ରୂପା ଟିକେ ଚାଖିବା ପାଇଁ ତାଙ୍କ ପାଇଁ ବାହାର କରିଦେଉଛି ବାହାରକୁ, ଆଉ ରୂପା ତାଙ୍କର ଚାଖିକି କୁହନ୍ତୁ ଲୁଣ ପଡ଼ିବ କି ନାହିଁ। ତ ଚାଲ ଦେଖିବା। ତ ଆଉ କ'ଣ ପକେଇଛି ନା? ତ ଚାଉମିନ୍ ଆମର ବନିକି ହେଇଗଲାଣି ରେଡ଼ି। ତ ଆମେ ଏବେ ୟାକୁ ତଳକୁ ନେଇଯିବା, ସାଙ୍ଗ ହେଇକି ଭାଇ ମୁଁ ଆଉ ନୁନ୍ଦୁ ଆଉ ରୂପା ସମସ୍ତେ ସାଙ୍ଗ ହେଇ ଖାଇବା। ତ ରୂପାକୁ ବଢ଼ିଆ ସେଠି ଡେକୋରେଟ୍ କରିଦେଇଛନ୍ତି। ତ ଚାଲନ୍ତୁ ଏବେ ଖାଇବା କେମିତି ହେଇଛି, କେତେ ଟେଷ୍ଟି ହେଇଛି ଦେଖିବା। ତ ଚାଉମିନ୍ ବହୁତ ହି ସରୁ ସରୁ ଚାଉମିନ୍ ଥିଲା, ଯେଉଁଟାକି ବେଶୀ ଭଲ ଲାଗିଥାଏ ଖାଇବାକୁ। ମୋଟା ଚାଉମିନ୍ଟା ଖାଇବାକୁ ଏତେ ଭଲ ଲାଗେନି, ଏ ସରୁ ଚାଉମିନ୍ଟା ହିଁ ବେଶୀ ଟେଷ୍ଟି ଲାଗିଥାଏ। ବାହାରେ କିନ୍ତୁ ସେ ମୋଟା ଚାଉମିନ୍ ହିଁ ମିଳିଥାଏ। ତ ଆମେ ଘରେ ଆଣି ପ୍ରାୟ ଟାଇମ୍ ଚାଉମିନ୍ କରି ଖାଇଥାଉ, ବାହାର ଚାଉମିନ୍ ତ ଜମା ବି ଖାଉନା। ଆମେ ଭାଇ ଭଉଣୀ 3 ଜଣ କେହି ବି ଖାଇବା ଭଲ ପାଉନା ବାହାର ଚାଉମିନ୍। ତ ଘରେ ବନେଇକି ଖାଆନ୍ତୁ। ଏଇ ରେସିପିରେ କେମିତି ଲାଗୁଛି ମୋତେ କମେଣ୍ଟ କରି ନିଶ୍ଚୟ କହିବେ। ତ ଚାଲନ୍ତୁ ଦେଖିବା ଆମେ ଖାଉଛେ କେମିତି କ'ଣ। ନନ୍ଦୁ ବି ଖାଉଛି, ଆଉ ଆମେ ସମସ୍ତେ ସାଙ୍ଗ ଏଇଠି ବସିକି ଖାଉଛୁ। ଛାତ ଉପରୁ ତଳକୁ ଆଉ ତଳୁ ଛାତ ଉପରକୁ ହେଇ ହେଇ ମୋ ଦେହ ତ ପୁରା କ'ଣ ହେଇଯାଉଥିଲା। ତ ମୁଁ ବସିକି ସେପଟେ ଭିଡ଼ିଓ କଟ୍ କରୁଥିଲି, ରୂପା ତାଙ୍କର ଆଣିକି ବାଢ଼ିକିନି ଖାଇବାରେ ଲାଗିଲାଣି। ତ ଭାଇ ବି ସେପଟେ ତାର ଖାଉଛି, ତ ମୁଁ ଆସିଥିଲି ଲାଷ୍ଟକୁ ଖାଇବା ପାଇଁ। ତ ଆସିକି ଖାଇଲା ବେଳକୁ ଦେଖିଲା ବେଳକୁ ରୂପା ବହୁତ ସାରା ସକ୍ସ ପକାଇ ଦେଇଥିଲା। ତ ସକ୍ସ ପାଇଁ ଟିକେ ଅଧିକା ଖଟା ଲାଗୁଥିଲା, ତ ମୁଁ ବାରମ୍ବାର ତା ଦେହରେ ଲୁଣ ପକାଇକି ଖାଉଥିଲି। ତ ଟେଷ୍ଟି ତ ବହୁତ ସାରା ହେଇଛି। ଆଉ ମୁଁ ଦେଖିପାରୁଥିବେ ମୁଁ ତ ପୁରା ଚୁଲି ପାଖରେ ବସିକି ରୂପା ସହିତ ତ ମୋ ଅବସ୍ଥା ପୁରା ଖରାପ ହେଇଯାଇଛି। ଝାଳ ତ ମୋ ମୁହଁରୁ ଖାଲି ବହୁଛି, ଯେତେ ଧୋଇ ହେଲେ ବି ସେ ବହୁତ ସାରା ଝାଳ ଝାଳ ଲାଗୁଛି ଦେହ ହାତ। ତ ଚୁଲି ପାଖରେ ବସିକି ରୋଷେଇ କରିବାକୁ ତ ଭଲ ଲାଗିଥାଏ, ମଜା ବି ଲାଗିଥାଏ, କିନ୍ତୁ ଆମେ ସବୁବେଳେ ତ ରୋଷେଇ କରୁନା, ଦିନେ ଅଧେ ରୋଷେଇ କରୁ, ଏମିତି ଦିନେ ଅଧେ କଲେ ରୋଷେଇ ଏମିତି ଲାଗିଥାଏ। ତ ଭାଇ ତାର ମିଲ୍ ମେକର୍ ଖାଇ ଭଲ ପାଏ ବୋଲି ଆମ ଚାଉମିନ୍ରୁ ବି ମିଲ୍ ମେକର୍ ବାଛିକି ନେଇ ଖାଇଦେଉଛି। ଆମେ 2 ଜଣ ଏଠି ବସିକି ସକ୍ସରେ ଲୁଣ ପକାଇ ଗୋଳେଇ ଖାଉଛୁ, କାରଣ ସକ୍ସ ରୂପା ଡେକୋରେଟ୍ କରିବା ପାଇଁ ଟିକେ ଅଧିକା ପକାଇ ଦେଇଥିଲେ। ତ ଆପଣମାନଙ୍କୁ ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗି ତାହେଲେ ଲାଇକ୍ କରିନେବେ, ଆଉ କମେଣ୍ଟ କରି କହିବେ ଆପଣଙ୍କୁ ଭିଡ଼ିଓଟି କେମିତି ଲାଗିଲା। ଆଉ ଯଦି ଭିଡ଼ିଓ ଭଲ ଲାଗି ତାହେଲେ ସେୟାର କରନ୍ତୁ। ଆଉ ଯଦି ମୋ ଚ୍ୟାନେଲରେ ଆପଣ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ତ ଆମେ ବି ଖାଉଛୁ, ଆପଣମାନେ ବି ଖାଆନ୍ତୁ। ତ ନନ୍ଦୁ ବି ତାର ଖାଇ ପିଇକି ଯାଇ ଶୋଇଲାଣି। ତ ଭାରି ଦୁଷ୍ଟ ହେଉଛି, ତ ସୋଦା ଖାଇକି ଯାଇ ସେଠି ଚୁପଚାପ ଶୋଇଛି। ଖାଇଲା ବେଳେ ବହୁତ ଦୁଷ୍ଟ ହେଲା, ଆଉ ଏବେ ଯାଇ ସୋଦା ଖାଇକି ସେଠି ତାର ଶୋଇଛି। ତ ଆମେମାନେ ଯାଉଛୁ ଏବେ ସବୁ ଯାକ ଫିନିଶ୍ କରିବୁ, ତାପରେ ଆମେ ଯାଇକି ଶୋଇବୁ। ଗୁଡ଼୍ ନାଇଟ୍, ବାଇ ବାଇ।